ରମାକାନ୍ତ ସାର୍ ସେ ତ 91 ମସିହାରୁ ଚାକିରି କରିଥିଲେ ଶିମୁଳିଆ ମହାବିଦ୍ୟାଳୟରେ। ମୁଁ 94ରେ ଏଠି ଚାକିରି କରିବାକୁ ଆସିଲି। ସାର୍ଙ୍କ ସହିତ ବଡ଼ ଭାଇର ସମ୍ପର୍କ ଆମର ସମସ୍ତଙ୍କର। ସେ ଆମେ ଥିବା ଅବସ୍ଥାରେ ଆମର ଚାକିରି ଆଉ 2 ବର୍ଷ ଅଛି। ସେ ଆମକୁ ଛାଡ଼ି ଜାନୁଆରୀ 31 ସେ ରିଟାୟାର୍ଡ଼ କଲେ। ତାଙ୍କର ଅବସର ପରେ ସାର୍ଙ୍କୁ ଆମେ ସବୁବେଳେ ଡାକିକି ପଚାରୁ, ସାର୍ ଆପଣ କଲେଜକୁ ଆସିବେ ନା ଆସିବେନି? ନା ମୁଁ କଲେଜକୁ ଛାଡ଼ି ରହିପାରିବି ନାହିଁ। ସେ ସେଇଆ ବି ହେଲା। ଜାନୁଆରୀ 31 ପରେ ଆଜି ପର୍ଯ୍ୟନ୍ତ ସେ କଲେଜକୁ ପ୍ରତିଦିନ ଆସୁଛନ୍ତି। ଯେଉଁ ସମୟରେ ସେ ତାଙ୍କର ଦୈନନ୍ଦିନ ଯାହା ଅଭ୍ୟାସ ଥିଲା, ସକାଳେ 8ଟାରେ ଆସି କଲେଜରେ ପହଞ୍ଚିବା ଏବଂ 4:50 5ଟା ପାଖାପାଖି କଲେଜରୁ ବିଦାୟ ନେବା, ସେ ସେଇଆ ହିଁ କରୁଛନ୍ତି। ଆଉ ଯାହା ଖାଆନ୍ତି ସେ ଘରୁ ଆଣିକି ଖାଆନ୍ତି, ବାହାର ଜିନିଷ କିଛି ଖାଆନ୍ତି ନାହିଁ। ସେ ଶିମୁଳିଆ ମହାବିଦ୍ୟାଳୟ ପରିସର ଭିତରେ ଘରୁ ଆଣିଥିବା ଜିନିଷ ଖାଆନ୍ତି, ତାପରେ ଘରକୁ ଫେରିଯାଆନ୍ତି। ସାର୍ଙ୍କର ଜୀବନଶୈଳୀ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ସାର୍ ଫୋନ୍ କେବେ ବ୍ୟବହାର କରନ୍ତି ନାହିଁ। ସାର୍ କେତେବେଳେ ସାଇକେଲ ଛଡ଼ା ଅନ୍ୟ ମୋଟର ସାଇକେଲ କି କାର୍ ବ୍ୟବହାର କରିନାହାନ୍ତି। ସେ ମୋଟର ସାଇକେଲରେ ଘରକୁ ଯିବା ଆସିବା କରନ୍ତି। ଏବଂ ତାଙ୍କର ଆହୁରି ଗୋଟେ ସବୁଠୁ ବଡ଼ କଥା ହେଲା, ଆମେ ସାର୍ଙ୍କ ବିଷୟରେ ଯେତିକି ଜାଣିଛୁ, ଚାକିରି କରିଥିବା ଭିତରେ ସେ ଯେତିକି ସରକାରଙ୍କ ପାଖରୁ ପ୍ରତି ମାସ ଦରମା ପାଆନ୍ତି ଏବଂ ସରକାରଙ୍କ ପୂର୍ବରୁ ମଧ୍ୟ ଯେତେବେଳେ ଦରମା ଦେଉନଥିଲେ ସାର୍, ଯେତିକି ଦରମା ସେ ପାଉଥିଲେ, ସେତେବେଳେ ସେ ସବୁତକ ପଇସା ନେଇକି ସାର୍ ତାଙ୍କ ବାପାଙ୍କୁ ଦେଉଥିଲେ। ବାପାଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ଭାଇକି ଦିଅନ୍ତି। ଇଭିନ୍ ମ୍ୟାଡ଼ାମଙ୍କୁ ମଧ୍ୟ ଦିଅନ୍ତି ନାହିଁ। ସାର୍ଙ୍କର 2ଟି ଝିଅ, ମ୍ୟାଡ଼ାମ୍ ମଧ୍ୟ ଅଛନ୍ତି। ତେଣୁ ଆମେ ଆଶା କରିବୁ ସାର୍ ଯେଉଁଠି ଥାଆନ୍ତୁ କଲେଜକୁ ଆସିଥାନ୍ତୁ। ଯେତେ ଦିନ ପର୍ଯ୍ୟନ୍ତ ଆସୁଛନ୍ତି, ଆମର ଅଧ୍ୟକ୍ଷ ମହୋଦୟ ମଧ୍ୟ କହିଛନ୍ତି ସେ ଆସିକି ପିଲାଙ୍କ ସହିତ ମିଶନ୍ତୁ, କ୍ଲାସ୍ ନିଅନ୍ତୁ। ସାର୍ ଅନ୍ୟମାନେ ଯେତେବେଳେ ଛୁଟିରେ ରହନ୍ତି ସେତେବେଳେ ସାର୍ ଆଡ଼ଜଷ୍ଟ କରିଯାଆନ୍ତି କ୍ଲାସ୍କୁ। ଆଜି ମଧ୍ୟ ସେୟା ହିଁ କରୁଛନ୍ତି। ଆଜି ପିଲାଙ୍କର ଫର୍ମ ଫିଲ୍ଅପ୍ ଅଛି, କାହାର ଡ୍ୟୁଜ୍ କ୍ଲିୟର୍ ହେଲା ନ ହେଲା, ଆଜି ସାର୍ ସକାଳେ ଗୋଟେ କ୍ଲାସ୍ କରି ତାପରେ ପିଲାଙ୍କର ଫର୍ମ ଫିଲ୍ଅପ୍ରେ ବ୍ୟସ୍ତ ଅଛନ୍ତି। କଲେଜରେ ଆନୁଆଲ୍ ଫଙ୍କସନ୍ ହେବ, କଲଚରାଲ୍ ଫଙ୍କସନ୍ ହେବ, ସ୍ପୋର୍ଟସ୍ ହେବ। ଯେତେ ପିଲା ସବୁ ୱିନର୍, ତାଙ୍କ ସାର୍ଟିଫିକେଟ୍ ମୁଁ ଜାଣିଛି ଏ 35 ବର୍ଷ ଭିତରେ ସାର୍ ସବୁ ସାର୍ଟିଫିକେଟ୍ରେ ଲେଖନ୍ତି। ସାର୍ଙ୍କ ଅକ୍ଷର ବହୁତ ସୁନ୍ଦର ଏବଂ ସବୁ ଆଜି ପର୍ଯ୍ୟନ୍ତ ଯେତେ ଦିନ ଫଙ୍କସନ୍ ହେଇଛି ଶିମୁଳିଆ ମହାବିଦ୍ୟାଳୟରେ ଲେଖିଥିବା ସାର୍ଟିଫିକେଟ୍, ଲେଖିଥିବା ଦସ୍ତଖତ ଯଦି କାହାର ଥାଏ ଏବଂ ସାର୍ଟିଫିକେଟ୍ର ହସ୍ତାକ୍ଷର ଯଦି କାହାର ଥାଏ, ତାହେଲେ ରମାକାନ୍ତ ରାଉତ ସାର୍ଙ୍କର ଦସ୍ତଖତ ଥିଲା। ସେଇଟା ଆଉ କେତେ ଦିନ ପରେ ବନ୍ଦ ହେଇଯିବ। ତେଣୁ ଅବସର ତ ନେବାକୁ ପଡ଼ିବ। ଆମେ ଆଶା କରିବୁ ସାର୍ ଯେତେ ଦିନ ଅଛନ୍ତି ମହାବିଦ୍ୟାଳୟକୁ ଭଲ ପାଉଥାନ୍ତୁ, ଆସୁଥାନ୍ତୁ ଏବଂ ମହାବିଦ୍ୟାଳୟ ତାଙ୍କ ପାଇଁ ସବୁଦିନ ଋଣୀ ହେଇକି ରହିବ। ପିଲା ମଧ୍ୟ ତାଙ୍କୁ ହରାଇବେ।